ବର୍ତ୍ତମାନ ସରକାରଙ୍କ ଉପରୁ ଆମର ଅନେକ କିଛି ଆଶା ଓ ବିଶ୍ୱାସ ରହିଛି। ଯିଏ ସରକାରରେ ଥାଉ ସେମାନେ ଦୁଷ୍କର୍ମ କରିବେ, କିନ୍ତୁ ତାଙ୍କୁ ରୋକ କେମିତି ଲଗାଯାଇ ପାରିବ। ତାଙ୍କ ଉପରେ ସେ ନାରୀ ଉପରେ ଦୁଷ୍କର୍ମ ହଉ କି ଗୋମାତାଙ୍କୁ ଦୁଷ୍କର୍ମ ହଉ, ଯେ କେହି ବି ଦୁଷ୍କର୍ମ କାର୍ଯ୍ୟ କରୁଛି ତାଙ୍କୁ ଏନକାଉଣ୍ଟର କରିବାର ଆବଶ୍ୟକତା ରହିଛି, ନଚେତ ଆଜ୍ଞା ଫାଶୀ ଦଣ୍ଡାଦେଶର ଆବଶ୍ୟକତା ରହିଛି। ଦେଖନ୍ତୁ, ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ, ଲଜ୍ଜାଜନକ ଘଟଣା। ଗତ 5 ଦିନ ତଳେ ଗୋଟେ ଘଟଣା ଘଟିଥିଲା। ଆପଣ ମାନେ ଜାଣିଥିବେ, ସମ୍ବଲପୁର ସହର ଉପକଣ୍ଠରେ ଥିବା ଭାଲୁପାଲି ଅଞ୍ଚଳରେ ସୁନିଲ ନାଗ ନାମକ ଜଣେ ବ୍ୟକ୍ତି ବିଶେଷ, ଗୋଟେ ଟ୍ରାକ୍ଟର ଡ୍ରାଇଭର, ଗୋଟେ ଗୋମାତାକୁ ଦୁଷ୍କର୍ମ କରିଥିଲା ଏବଂ ଗୋମାତାଙ୍କୁ ହତ୍ୟା କରିଥିଲା। ତାକୁ ସମ୍ବଲପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି। ବର୍ତ୍ତମାନ ଦେଖନ୍ତୁ, ଗତକାଲିର ଘଟଣା ବାଲେଶ୍ୱର ଜିଲ୍ଲା ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଗାଁରେ ପୁଣି ସେଇ ପ୍ରକାର ଘଟଣା ଘଟିଛି, ଯାହାକି ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଆଜ୍ଞା, ଆମେ ବିଗତ ଦିନରେ ରାଜ୍ୟ ସରକାରକୁ, ପୋଲିସ ପ୍ରଶାସନକୁ, ବିଭିନ୍ନ ଗଣମାଧ୍ୟମର ମାଧ୍ୟମରେ ନିବେଦନ କରିଥିଲୁ, ଅନୁରୋଧ କରିଥିଲୁ ଯେ ସମ୍ବଲପୁରରେ ଯୋଉ ଘଟଣାଟି ଘଟିଛି ସେଇ ଘଟଣାରେ ଅଭିଯୁକ୍ତ ଥିବା ଅପରାଧୀକୁ ଉଦାହରଣ ସୃଷ୍ଟି କଲା ଭଳିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ତାକୁ ଫାଶୀ ଦଣ୍ଡାଦେଶ ଦିଆଯାଉ, କିମ୍ବା ତା ଉପରେ ଗୋଟେ ସଙ୍ଗୀନ ଅପରାଧିକ ମାମଲା ଦାୟର କରାଯାଉ। କିନ୍ତୁ ସରକାର ଏବଂ ପୋଲିସ ପ୍ରଶାସନ ହାଲୁକାରେ ନେଲା ସେଇ ଘଟଣାକୁ, ଯାହାକି ଆପଣ ଦେଖିଥିବେ ଠିକ 2 ଦିନ ପରେ ବାଲେଶ୍ୱର ଜିଲ୍ଲାରେ ଏଇ ଘଟଣା ପୁରୀ ସାମ୍ନାକୁ ଆସିଛି। ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଆଜ୍ଞା, ମୁର୍ସିଦାବାଦରୁ ଯୋଉ ବ୍ୟକ୍ତି ମାନେ ଓଡିଶାକୁ ଘର କାର୍ଯ୍ୟ କରିବା ପାଇଁ ଆସନ୍ତି, ରାଜମିସ୍ତ୍ରୀ ଭାବରେ କାମ କରିବା ପାଇଁ, ସେମାନେ ପଶ୍ଚିମବଙ୍ଗର ନୁହନ୍ତି। ଆଜ୍ଞା, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଗତ ଦିନରେ ବି ଆମେ ସେଥିପାଇଁ ମଧ୍ୟ ପ୍ରତିବାଦ କରିଛୁ। ସମ୍ପୂର୍ଣ୍ଣ ରୂପେ ସେମାନେ ଅନୁପ୍ରବେଶକାରୀ, ସେମାନେ ବାଂଲାଦେଶୀ ରିଫ୍ୟୁଜି ବାଂଲାଦେଶୀ, ଆଉ ସେଇମାନେ ମୁର୍ସିଦାବାଦରୁ ଓଡିଶାକୁ ରାଜମିସ୍ତ୍ରୀ କାମ କରି ଆସନ୍ତି। ଏବଂ ଏଇ ଯୋଉ ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ମେଘଡମ୍ବରୁ ଗାଁରେ, ସେଇଠି ଗୋଟେ ଆପାର୍ଟମେଣ୍ଟ ତିଆରି ହଉଛି। ଆଜ୍ଞା, ସେଇ ଆପାର୍ଟମେଣ୍ଟରେ 40 ଜଣ ରାଜମିସ୍ତ୍ରୀ କାମ କରିବା ପାଇଁ 40 ଜଣ ବ୍ୟକ୍ତି ବିଶେଷ ମୁର୍ସିଦାବାଦରୁ ଆସିଛନ୍ତି। ଏବଂ ସେଇ ଭିତରୁ ଜଣେ ବ୍ୟକ୍ତି ବିଶେଷ ସନ୍ଧ୍ୟା ସମୟରେ ଗାଈ ମାନଙ୍କୁ ପଡିଆକୁ ଘଉଡେଇ ନେଇଯାଇ ସେଠି ଗୋମାତାକୁ ଦୁଷ୍କର୍ମ କରୁଥିଲା। ଏବଂ ସ୍ଥାନୀୟ ଲୋକଙ୍କୁ ମୁଁ ଧନ୍ୟବାଦ ଦେବି, ସେମାନେ ସେଇ ଲୋକକୁ ଧରି ତାକୁ ଉତ୍ତମ ମଧ୍ୟମ ମଧ୍ୟ ଦେଇଛନ୍ତି ଏବଂ ତାକୁ ନେଇକି ଥାନାରେ ଜିମା ଦେଇଛନ୍ତି, ଯାହାକି ଆମେ ସ୍ୱାଗତ କରୁଛୁ। କିନ୍ତୁ ସରକାରଙ୍କୁ ନିବେଦନ ରହିବ, ପୋଲିସ ପ୍ରଶାସନକୁ ନିବେଦନ ରହିବ, ଏପରି ଘୃଣ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଅଭିଯୁକ୍ତକୁ ନିଶ୍ଚିତ ରୂପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ରହିଛି ଏବଂ ତା ନାଁରେ ସଙ୍ଗୀନ ଅପରାଧିକ ମାମଲା ଦାୟର କରିବା ପାଇଁ ମୁଁ ନିବେଦନ ଜଣାଇବି। ନଚେତ ଆଗାମୀ ଦିନରେ ଏହା ଗୋଟେ ଟ୍ରେଣ୍ଡରେ ପରିଣତ ହେବାକୁ ଯାଉଛି। ଏଇ ଯୋଉ ଘଟଣା ଘଟିଲା ଅତ୍ୟନ୍ତ ହିନ୍ଦୁ ସମାଜ ପ୍ରତି ଅତ୍ୟନ୍ତ ଦୁଃଖଦାୟକ ଘଟଣା। ହିନ୍ଦୁ ସମାଜର, ହିନ୍ଦୁ ପରମ୍ପରା, ହିନ୍ଦୁ ସଂସ୍କୃତିର ଭାବାବେଗ ସହିତ ଖେଳିଲା ଭଳି ଘଟଣା ଏବଂ ବାରମ୍ବାର ଏହିପରି ଘଟଣା ଘଟିବା ଓଡିଶାରେ ଅତ୍ୟନ୍ତ ଦୁଃଖଦାୟକ। ବର୍ତ୍ତମାନର ସରକାର ହିନ୍ଦୁତ୍ୱ ନାରା ନେଇକି ସରକାରରେ ବସିଛନ୍ତି। ବର୍ତ୍ତମାନର ସରକାର ସମୟରେ ଏପରି ଘଟଣା ଘଟିବା ଆମକୁ ବିଲକୁଲ ବି କୌଣସି ପ୍ରକାର ଆମେ ତାକୁ ଗ୍ରହଣ ଯୋଗ୍ୟ ନୁହଁ, ଆମେ ଗ୍ରହଣ କରିପାରୁନାହୁଁ। ବର୍ତ୍ତମାନର ସରକାରଙ୍କ ଉପରୁ ଆମର ଅନେକ କିଛି ଆଶା ଓ ବିଶ୍ୱାସ ରହିଛି। ବିଗତ ଦିନରେ ମଧ୍ୟ ଥିଲା ଆଶା ବିଶ୍ୱାସ, ଆଜି ମଧ୍ୟ ରହିଛି, ଆଗାମୀ ଦିନରେ ମଧ୍ୟ ରହିବ। ଆମେ ଆଶା କରୁଛୁ ସରକାର ଏହା ଉପରେ ନିଶ୍ଚିତ ରୂପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆଗାମୀ ଦିନରେ ଓଡିଶା ସରକାରଙ୍କ ମାନ୍ୟବର ପଶୁ ସମ୍ପଦ ମନ୍ତ୍ରୀ ମହୋଦୟଙ୍କୁ ମୁଁ ନିବେଦନ କରିବି, ପୋଲିସ ପ୍ରଶାସନକୁ ନିବେଦନ କରିବି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟଙ୍କୁ ମଧ୍ୟ ନିବେଦନ କରିବି, ଏଇ ସବୁ ଘଟଣାକୁ କେମିତି କି ରୋକ ଲଗାଯାଇ ପାରିବ ତା ଉପରେ ସରକାର କାର୍ଯ୍ୟ କରିବା ଆବଶ୍ୟକତା ରହିଛି। ବିଗତ ସରକାର ଦେଖିଥିବେ ନାରୀ ଦୁଷ୍କର୍ମ ଚାଲିଥିଲା, ଏବେ ଗୋ ଦୁଷ୍କର୍ମ ଏ ସରକାର ଥିବା ଅବସ୍ଥାରେ ଗୋ ଦୁଷ୍କର୍ମ ବଢିଛି, ଯିଏକି ହିନ୍ଦୁ ସୁରକ୍ଷା, ହିନ୍ଦୁ ବାହିନୀ ଗୋ ସୁରକ୍ଷାକୁ ନେଇକି ନାରା ଦେଇକି ହିନ୍ଦୁ ସରକାର ଗଠନ ହୋଇଛି, ଆଜି ତାଙ୍କୁ ନେଇକି ଗୁ ଦୁଷ୍କର୍ମ ହଉଛି, କଣ କହିବା? ଦେଖନ୍ତୁ, ସେଇ କଥା ତ ମୁଁ ବର୍ତ୍ତମାନ କହୁଥିଲି। ବିଗତ ଦିନରେ ନାରୀ ମାନଙ୍କୁ ଦୁଷ୍କର୍ମ କରାଯାଉଥିଲା, ବର୍ତ୍ତମାନର ସରକାରରେ ବି ନାରୀ ଦୁଷ୍କର୍ମ ହେଇଛି। ଆଜ୍ଞା,
ଦୁଷ୍କର୍ମକାରୀ ଯିଏ ସରକାରରେ ଥାଉ ସେମାନେ ଦୁଷ୍କର୍ମ କରିବେ, କିନ୍ତୁ ତାଙ୍କୁ ରୋକ କେମିତି ଲଗା ଯାଇ ପାରିବ? ତାଙ୍କ ଉପରେ, ସେ ନାରୀ ଉପରେ ଦୁଷ୍କର୍ମ ହଉ କି ଗୋମାତାଙ୍କୁ ଦୁଷ୍କର୍ମ ହଉ, ଯେ କେହି ବି ଦୁଷ୍କର୍ମ କାର୍ଯ୍ୟ କରୁଛି ତାଙ୍କୁ ଏନକାଉଣ୍ଟର କରିବାର ଆବଶ୍ୟକତା ରହିଛି, ନଚେତ ଆଜ୍ଞା ଫାଶୀ ଦଣ୍ଡାଦେଶର ଆବଶ୍ୟକତା ରହିଛି। ଯଦି ସରକାର ତାଙ୍କୁ ଏନକାଉଣ୍ଟର କରିପାରିବେ କିମ୍ବା ଫାଶୀ ଦଣ୍ଡାଦେଶ ଦେଇପାରିବେ, ତାହେଲେ ଆମେ ତାଙ୍କୁ ସ୍ୱାଗତ କରିବୁ ତାଙ୍କ ପଦକ୍ଷେପ। ଆଉ ଗୋଟେ କଥା ଦେଖିଥିବେ, ଓଡିଶାରେ ବହୁତ ସାରା ସଂଗଠନ ଅଛି, ତା ଭିତରୁ ହିନ୍ଦୁ ସଂଗଠନ ଭିତରେ ଆପଣଙ୍କ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଗୋଟେ ସଂଗଠନ। ଏତେ ସଂଗଠନ ନିରବ ଥିଲା ବେଳେ ଆପଣ କାହିଁକି ସୋସିଆଲ ମିଡିଆରେ ଆସି ବାରମ୍ବାର ବାର୍ତ୍ତା ଦେବାକୁ ଚେଷ୍ଟା କରୁଛନ୍ତି? ଦେଖନ୍ତୁ ଆଜ୍ଞା, ଶୁଣନ୍ତୁ, ହିନ୍ଦୁ ସଂଗଠନର କାମ ହିନ୍ଦୁତ୍ୱ ରକ୍ଷା କରିବା, ଗୋମାତାକୁ ସୁରକ୍ଷା ଦେବା ଏବଂ ଆମେ ନିଜ ହିନ୍ଦୁ ଧର୍ମର ପ୍ରଚାର ପ୍ରସାର କରିବା। ଆମ ହିନ୍ଦୁ ଧର୍ମ ପ୍ରତି ଆସୁଥିବା ବିପଦକୁ ଆମେ କେମିତିକି ଅଟକେଇ ପାରିବୁ ତା ପାଇଁ ଆମେ ପ୍ରଚେଷ୍ଟା କରିବୁ। ଆମେ ଅନୁପ୍ରବେଶକାରୀଙ୍କୁ ରୋକିବୁ, ଆମେ ଧର୍ମାନ୍ତରୀକରଣକୁ ବିରୋଧ କରିବୁ। ଏଇ ସବୁ କାର୍ଯ୍ୟ ହିନ୍ଦୁ ସଂଗଠନର ଆଜ୍ଞା। ଗୋମାତା ହଉଛି, ଶୁଣନ୍ତୁ, ଆମ ହିନ୍ଦୁ ଧର୍ମରେ ଆମେ ମା ରୂପେ ତାକୁ ପୂଜା କରାଯାଏ। ଗୋମାତାଙ୍କ ଶରୀରରେ ଆମ ହିନ୍ଦୁ ପରମ୍ପରା ସଂସ୍କୃତି ଅନୁଯାୟୀ 33 କୋଟି ଦେବାଦେବୀ ରହିଛନ୍ତି। ଯଦି ସେଇ ଗୋମାତାଙ୍କୁ ଜଣେ ଦୁଷ୍କର୍ମ କରୁଛି, ଆମେ କାହିଁକି ଆମେ ମନ୍ତବ୍ୟ ରଖିବୁନି କହୁନାହାନ୍ତି? କାହିଁକି ଆମେ ଆମର ଅଧିକାର ଅଛି, ଆମେ ନିଜ ମନ୍ତବ୍ୟ ରଖିପାରିବୁ। ରହିଲା କଥା ଅନ୍ୟ ହିନ୍ଦୁ ସଂଗଠନ, ଓଡିଶାରେ ବିଭିନ୍ନ ହିନ୍ଦୁ ସଂଗଠନ ଅଛି ଆଜ୍ଞା, ଓଡିଶାରେ ଗୁଡାଏ ହିନ୍ଦୁ ସଂଗଠନ ଅଛି। ମୁଁ କୌଣସି ହିନ୍ଦୁ ସଂଗଠନକୁ ଆକ୍ଷେପ କରୁନାହିଁ, କିନ୍ତୁ ମୁଁ ଏତିକି ନିବେଦନ କରିବି, ପ୍ରତ୍ୟେକ ହିନ୍ଦୁ ସଂଗଠନ ନିଜର ମନ୍ତବ୍ୟ ରଖିବାର ଆବଶ୍ୟକତା ସମୟ ଆସିଛି। ପ୍ରତ୍ୟେକ ହିନ୍ଦୁ ସଂଗଠନ ସ୍ୱର ଉତ୍ତୋଳନ କରିବାର ସମୟ ଆସିଛି। ଆମେ ଆମ ସ୍ୱର ଉତ୍ତୋଳନ କରୁଛୁ, ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସବୁବେଳେ ସ୍ୱର ଉତ୍ତୋଳନ କରିବ। ଆଗାମୀ ଦିନରେ କୌଣସି ବି ହିନ୍ଦୁ ସଂଗଠନ ଯଦି ଏଇ ସବୁ ଘଟଣାକୁ ନେଇକି ସ୍ୱର ଉତ୍ତୋଳନ ନ କରନ୍ତି, ତେବେ ବି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସବୁବେଳେ ନିଜ ସ୍ୱର ଉତ୍ତୋଳନ କରିବ ଏବଂ ଏହାକୁ ବିରୋଧ କରିବ। ସରକାରଙ୍କୁ ଆମେ ଦାବି ଉପସ୍ଥାପନ କରିବୁ। ଆମର ସମ୍ପୂର୍ଣ୍ଣ ଅଧିକାର ଅଛି, ସାମ୍ବିଧାନିକ ଅଧିକାର ଅଛି। ଠିକ ଅଛି। ଆଉ ଗୋଟେ କଥା ଆପଣ ଦେଖିଥିବେ, ତିଗିରିଆରେ ଯୋଉ ଭଳି ଭାବରେ ଘଟଣା ଘଟିଥିଲା, ତାକୁ ନେଇ ଆପଣ କଣ କହିବେ? ଦେଖନ୍ତୁ, ସରକାରଙ୍କୁ ଏବଂ ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନକୁ ମୁଁ ଧନ୍ୟବାଦ ଜଣାଉଛି, ସାଧୁବାଦ ଜଣାଉଛି। ଦୀର୍ଘ ବର୍ଷ ବର୍ଷ ଧରି 20ରୁ 30 ବର୍ଷ ଧରି ଆଠଗଡ଼ ତିଗିରିଆ ଅଞ୍ଚଳରେ ଗୋମାତାଙ୍କୁ ହତ୍ୟା କରି ସେଠି ଗୋଟେ ଫ୍ୟାକ୍ଟ୍ରି ଚାଲିଥିଲା ଆଜ୍ଞା। ଜଙ୍ଗଲ ଭିତରେ, ବାରମାଳ ଜଙ୍ଗଲ ଭିତରେ ଗୋଟେ ଫ୍ୟାକ୍ଟ୍ରି ଚାଲିଥିଲା। ସେଇଠି ଗୋମାତାଙ୍କୁ ହତ୍ୟା କରି ସେଇଠୁ ଗୋମାଂସ ବାହାରକୁ ରପ୍ତାନି କରାଯାଉଥିଲା। ଆପଣ ଦେଖିଥିବେ ବିଗତ ଦିନରେ ସେଇଠି ପାହାଡ ସଦୃଶ ଗାଈ ହାଡ ପଡିଥିଲା ଆଜ୍ଞା। ଯାହା ବି ହଉ, ସରକାରଙ୍କୁ ଧନ୍ୟବାଦ। ବର୍ତ୍ତମାନର ଓଡିଶା ସରକାରଙ୍କୁ, ମୋହନ ମାଝୀଙ୍କ ସରକାରଙ୍କୁ ଧନ୍ୟବାଦ ଦଉଛୁ। ଓଡିଶାର ପୋଲିସ ପ୍ରଶାସନକୁ ଆମେ ଧନ୍ୟବାଦ ଦଉଛୁ। ବିଗତ 2 ଦିନ ତଳେ ତାର ଗୋଟେ କିଙ୍ଗ ପିନ୍ ମେହବୁବ ଖାନକୁ ପୋଲିସ ପ୍ରଶାସନ ଗିରଫ କରି କୋର୍ଟ ଚାଲାଣ କରିଛି, ଯିଏକି ସେଇଠି ଗୋ ହତ୍ୟା କରି ଗୋମାଂସକୁ ରପ୍ତାନି କରୁଥିଲା। ଏବଂ ଆଶା ରଖୁଛୁ ଆଗାମୀ ଦିନରେ ଓଡିଶାର ବିଭିନ୍ନ ସ୍ଥାନରେ ହଉଥିବା ଗାଈ ଚାଲାଣ ଏବଂ ଗୋ ହତ୍ୟାକୁ ସରକାର ଏପରି ଭାବରେ ବନ୍ଦ କରିପାରିବେ ଏବଂ ସେଠିକାର କିଙ୍ଗ ପିନ୍ ମାନଙ୍କୁ ଗିରଫ କରି ସେମାନେ ଜେଲକୁ ପଠେଇବେ।